ଏହି ପ୍ରାର୍ଥନା ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଆପଣଙ୍କ ମନ ଟିକେ ହାଲକା ହେବ। ଏହା ମୋର ଭରସା। ଅନେକ ସମୟରେ ଜୀବନର ଅଙ୍କାବଙ୍କା ରାସ୍ତାରେ ହାରିଗଲା ଭଳି ମନେ ହୁଏ, କାରଣ ଆମର ମନ ସବୁଆଡ଼ୁ ଥକି ପଡ଼ିଥାଏ। ଆଉ କିଏ ଦେବ ବଳ ଓ ସାହସ? ତେବେ ଆସନ୍ତୁ ସମସ୍ତେ ମିଶି ଏକାଧାରାରେ ସେହି ପ୍ରିୟ ପରମଙ୍କ ଆଶୀଷ ନେଇ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭାବଭକ୍ତିପୂର୍ଣ୍ଣ ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର୍, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ ମା ମୋର୍, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର୍, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର୍, ସଭିଙ୍କର ତୁଳସୀ ଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁବ୍ରତା ଭକ୍ତିମୟୀ ମା ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ବନ୍ଧୁଗଣ, ଆଜିର ଏହି ଭାବଭକ୍ତିର ବିଷୟବସ୍ତୁଟିକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟସରେ ଜୟଗୁରୁ ଲେଖନ୍ତୁ। ଆଉ ସବୁଦିନେ ଏଇଭଳି ଆତ୍ମିକ କଥା ଶୁଣିବା ପାଇଁ ଆମର ଏହି ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଘଣ୍ଟିର ଅଲ୍ ବଟନକୁ ଦବାନ୍ତୁ। ତେବେ ଆସନ୍ତୁ ଏହି ସୁନ୍ଦର ବିଷୟବସ୍ତୁକୁ ଯିବା। ସଂସାରୀ ମଣିଷ ଏହି ଲୋଭ ମାୟା ଭଳି ବନ୍ଧନରେ, ଅଦୃଶ୍ୟ ଅଜ୍ଞାନ ଅନ୍ଧକାରରେ ସେ ଯେଉଁଠି ବି ଥାଉ, ଯେଉଁ ପରିସ୍ଥିତିରେ ବି ଥାଉ, ପରମ ଦୟାଳ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଆଦର୍ଶକୁ ଯଦି ମାନେ, ଶ୍ରବଣ କରେ, ମନନ କରେ, ଶ୍ରଦ୍ଧା ପ୍ରୀତିରେ ଆପଣାଏ, ଭଲ ପାଏ, ତେବେ ଜୀବନକୁ ଶାନ୍ତି ସ୍ୱସ୍ତି ଆନନ୍ଦରେ ଆହୁରି ଯଥାର୍ଥରେ ନେଇ ଚାଲିପାରେ। ଏଥିରେ ଟିକିଏ ହେଲେ ସନ୍ଦେହ ନାହିଁ। ହଁ ବନ୍ଧୁଗଣ, ସେ ସମୟ ଆସିଯାଇଛି। ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଏ ସଂସାର, ଏ ପ୍ରକୃତି, ଏ ପରିବର୍ତ୍ତନଶୀଳ ପରିବେଶ। ଯେପରି କାଲି ଥିଲା ସେପରି ଆଜି ହେବ ନାହିଁ। ଯାହା ଆଜି ଅଛି ତାହା କାଲି ହେବ ସେପରି କିଛି ଭରସା ବି ନାହିଁ। ସେମିତି ଆମର ଶରୀର ବି ପରିବର୍ତ୍ତନଶୀଳ ଅଟେ। ବାଲ୍ୟ ଅବସ୍ଥା, ତାପରେ ଯୁବାବସ୍ଥା, ତାପରେ ବୃଦ୍ଧା ଅବସ୍ଥା, ଆଉ ଶେଷରେ ଏହି ଶରୀର ବି ରହିବ ନାହିଁ। ଏ ହେଉଛି ବିଧାତାର ବିଧି, ପ୍ରକୃତିର ଇଏ ହେଉଛି କଠୋର ନିୟମ। ଯାହା ସତ୍ୟ ତାହା ହିଁ କହୁଛି। କହିବାର ବିଶେଷ ତାତ୍ପର୍ଯ୍ୟ ହେଉଛି ଆପଣମାନଙ୍କୁ ଅନୁରୋଧ, ଭଗବାନଙ୍କର ଅନେକ ନାମ ମଧ୍ୟରୁ କୌଣସି ଗୋଟିଏ ନାମ ଯାହା ଆପଣଙ୍କୁ ସବୁଠୁ ପ୍ରିୟ ଲାଗେ, ସେହି ନାମକୁ ଜପିବା ଏବେଠୁ ଆରମ୍ଭ କରିଦିଅନ୍ତୁ। ଅର୍ଥାତ୍ ଆଜି ଆମେ ଯାହା ଯେମିତି ଅଛୁ, ଉଦାହରଣ ଆଜି ଧନ ଅଛି, ମାନ ସମ୍ମାନ ଅଛି, ଭଲ ଘର ଦ୍ୱାର ଅଛି, ଗାଡ଼ି ଅଛି, ସବୁ ଅଛି, କିନ୍ତୁ ଏ ସବୁ କିଛି ଆମର ଏଇ ଶରୀର ଥିବା ପର୍ଯ୍ୟନ୍ତ। ମୋତେ ଯେଉଁ ନାମ ଧରି ଡାକନ୍ତୁ, ବାବୁ କହି ଡାକନ୍ତୁ, ଧନୀ କହି ଡାକନ୍ତୁ, ଚୋର କହି ଡାକନ୍ତୁ, ଡକାୟତ କରି ଡାକନ୍ତୁ, ଯେପରି ଡାକନ୍ତୁ, ଏହି ପରିଚୟ କେବଳ ଏହି ଜୀବିତ ଶରୀର ପର୍ଯ୍ୟନ୍ତ ସୀମିତ। ଏହି ଶରୀର ଦିନେ ନା ଦିନେ ନଷ୍ଟ ହେବ ହିଁ ହେବ। ସେତେବେଳେ ଆପଣଙ୍କ ପାଖରେ କ'ଣ ଥିବ? ଗଭୀର ଭାବରେ ଚିନ୍ତା କରି ଦେଖନ୍ତୁ। ସେଥିପାଇଁ ସତନାମର ଅତି ଆବଶ୍ୟକତା ଅଛି। ଯେତେବେଳେ କେହି ନଥିବେ ସେତେବେଳେ ସାଥିରେ ସେ ହିଁ ଥିବେ। ଯାହା ଏବେ ଅଦୃଶ୍ୟରେ ବିରାଜମାନ ଅଛନ୍ତି, ସେ ସେତେବେଳେ ଦୃଶ୍ୟମାନ ହେବେ। ଏହା ପାଇଁ ଏପରି ସାଧନା ଏବେଠୁ କରିବା ଆବଶ୍ୟକ। ହଁ ବନ୍ଧୁଅ, ଆମେ ରାଧା କହୁ କି କୃଷ୍ଣ କହୁ, ଆମେ ଶିବ କହୁ କି ରାମ କହୁ, ଶ୍ରୀ ଗଣେଶ କହୁ କି ହରି ବି କହୁ, ଆମକୁ ଯିଏ ଭଲ ଲାଗନ୍ତି, କେବଳ ଜଣଙ୍କୁ ତାଙ୍କୁ ଅନ୍ତରର ଭାବ ମନ୍ଦିରରେ ଅନବରତ ନାମ ଜପିବାକୁ ହେବ। ଏପରି ଜପ ସାଧନାରେ ଏମିତି ଏକ ଶକ୍ତି ଜାଗ୍ରତ ହୁଏ, ଯେଉଁଠି ଏ ଜୀବଜଗତର ପରମାତ୍ମା ସବୁଠି ଥାଇ ମଧ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ, ସେଇଠି ତାଙ୍କର ଦିବ୍ୟ ସ୍ୱରୂପକୁ ଦର୍ଶନ କରିପାରନ୍ତି। ଖାଲି ଏ କଥାଟା ମୁଁ କହୁନି ବନ୍ଧୁଗଣ, ଏ ଅନେକ ପୁରାଣ ଶାସ୍ତ୍ର, ସାଧୁ ସନ୍ଥ, ଗୁରୁ ଗୁରୁଜନ ସମସ୍ତେ ଏହାର ପ୍ରମାଣ ଦେବେ।
ପ୍ରତ୍ୟେକ ଶରୀରରେ ଏହି ଆତ୍ମଜ୍ଞାନ ଅଛି। ତାକୁ ପାଇବାକୁ ହେଲେ, ସେହି ଆତ୍ମଜ୍ଞାନକୁ ଚିହ୍ନିବାକୁ ହେଲେ, ତାକୁ ଜାଗ୍ରତ କରିବାକୁ ହେଲେ, ତାକୁ ଜାଣିବାକୁ ହେଲେ ସଦଗୁରୁଙ୍କର ଶରଣାପନ୍ନ ହେବାକୁ ପଡ଼ିବ। ପରମ ଦୟାଳ ଶ୍ରୀ ଠାକୁରଙ୍କ ପାଖକୁ ଗଲେ ତାଙ୍କ ଆଶୀର୍ବଚନରେ ସମସ୍ତେ ମୁଗ୍ଧ ହୋଇ ପଡ଼ନ୍ତି। ତାଙ୍କ ଆଦର୍ଶ, ତାଙ୍କ ଆଚାର୍ଯ୍ୟ ନୀତି ଅନୁଶାସନବାଦ କ୍ରିୟାକୁ ମାନି ଚାଲିଲେ। ତାଙ୍କ ପାଖେ ନିଜକୁ ପୂର୍ଣ୍ଣ ସମର୍ପିତ କରି ଦେଇପାରିଲେ। ତାଙ୍କୁ ଜୀବନର ଇଷ୍ଟ ରୂପେ ବରଣ କରି ନେଇ ପାରିଲେ। ଆଉ ତାଙ୍କରି ପ୍ରଦତ୍ତ ସତନାମ ମନନ କରିପାରିଲେ। ପରମ ପିତା ସ୍ୱୟଂ ଆମ ହୃଦୟ ମନ୍ଦିରରେ ବିରାଜିତ ଦର୍ଶନ ଦେବେ। ଏହା ଛଡ଼ା ଅତି ସହଜ ମାର୍ଗ ଏହି ସଂସାରୀ ଜୀବନରେ ଆଉ କିଛି ଅଛି ମୁଁ ବୋଧ କରିପାରେ ନା। ଏହି ଯେଉଁ ଯୁଗ ଅନୁଯାୟୀ ସତନାମରେ କି ଶକ୍ତି ନିହିତ ଅଛି ତାହା ଜଣେ ଅନୁଭବୀ ହିଁ କହିପାରେ। ଗୋଟିଏ କାହାଣୀରେ ଭଲ ଭାବରେ ବୁଝି ହେବ ଆଜ୍ଞା। ପ୍ରଭୁ ଯୁଗଶ୍ରେଷ୍ଠ ପୁରୁଷୋତ୍ତମ କୁଳମର୍ଯ୍ୟାଦା ରକ୍ଷାକାରୀ ଭକ୍ତବତ୍ସଳ ଶ୍ରୀ ରାମଚନ୍ଦ୍ର ଯେତେବେଳେ ରାଜଗାଦିରେ ବିରାଜମାନ ଥିଲେ, ସେତେବେଳେ ରାଜସଭା ଚାଲିଥାଏ। ଦେବର୍ଷି ନାରଦ ଆସି ଉପସ୍ଥିତ ହୋଇ କହିଲେ, ମୋର ଗୋଟିଏ ପ୍ରଶ୍ନ ଅଛି ଆଜ୍ଞା। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଚରଣ ଯୁଗଳରେ ମୁଁ ନିବେଦନ କରିବାକୁ ଚାହେଁ। ଆଉ ଏଠାରେ ଉପସ୍ଥିତ ସମସ୍ତ ଜ୍ଞାନୀ ଗୁଣୀଙ୍କ ପାଖରେ ବି ମୁଁ ଏହି ପ୍ରଶ୍ନ ରଖିବାକୁ ଚାହେଁ। ସେ ପ୍ରଶ୍ନଟି ହେଉଛି, ପ୍ରଭୁ ବଡ଼ ନା ପ୍ରଭୁଙ୍କ ନାମ ବଡ଼? ଅର୍ଥାତ୍ ନାମ ଆଉ ନାମୀ ଭିତରେ କିଏ ଶ୍ରେଷ୍ଠ? ଏହି ପ୍ରଶ୍ନଟି ଶୁଣି ରାଜ ଦରବାରରେ ସମସ୍ତେ ହସିବାକୁ ଲାଗିଲେ। କହିଲେ, ଦେବର୍ଷି ନାରଦ, ଏହି ପ୍ରଶ୍ନରେ କ'ଣ ଯେ ଅଛି? କ'ଣ ଏତିକି ତୁମକୁ ଜଣା ନାହିଁ କି ନିଶ୍ଚୟ ହିଁ ଭଗବାନ ପ୍ରଭୁ ଶ୍ରେଷ୍ଠ ଅଟନ୍ତି? କାରଣ ଖାଲି ତ ସ୍ୱୟଂ ପ୍ରଭୁଙ୍କର ନାମଟି ଜପ କରୁ କରୁ ସେଥିରେ କିଛି ହୋଇଯାଏ ନା। ସେଥିରେ କ'ଣ ଅଛି? ଦେବର୍ଷି ନାରଦ ଏହି ଉତ୍ତରରେ ନିରାଶ ହେଲେ। ଆଉ କହିଲେ, ମୋ ବିଚାରରେ ପ୍ରଭୁଙ୍କର ନାମ ହିଁ ବଡ଼ ଅଟେ। ଭକ୍ତକୁ କେବଳ ତାଙ୍କର ନାମ ଜପରୁ ହିଁ ଅପାର ଅସୀମ ଶକ୍ତି ପ୍ରାପ୍ତ ହୁଏ। କିଏ ତପସ୍ୟା କରନ୍ତି ତ କିଏ ନାମ ଧ୍ୟାନ କରନ୍ତି, କିଏ ଭଜନ କୀର୍ତ୍ତନ କରନ୍ତି ତ କିଏ ସ୍ମରଣ କରନ୍ତି। ନହେଲେ ନାମ ଆଉ ଭଜନ ବିନା ଭଗବାନ କାହାର ବି ଗୁହାରି ଶୁଣିପାରିବେ ନାହିଁ। ଆଉ ଭଗବାନ କାହାର ବି ଏତେ ଟିକିଏ କୃପା କି ଆଶୀର୍ବାଦ କରିପାରିବେ ନାହିଁ। କିନ୍ତୁ ନାରଦଙ୍କର ଏହି କଥା କାହାର ହଜମ ହେଲା ନାହିଁ। ସେଇଠୁ ନାରଦ କହିଲେ, ଠିକ୍ ଅଛି, ଏହି କଥାର ଉଚିତ ସମୟ ଆସିଲେ ମୁଁ ପ୍ରମାଣିତ ବି କରିଦେବି। ନାରଦଙ୍କୁ ଭଲ ଭାବରେ ଜଣାଥିଲା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଅଦ୍ୱିତୀୟ ଅଜୟ ଅମର ପ୍ରଭୁ ଭକ୍ତିର ପରାକାଷ୍ଠା ଭକ୍ତ ଶିରୋମଣି ସେ ହେଲେ ଜଣେ ଅଞ୍ଜନୀ ପୁତ୍ର ହନୁମାନ। ଭକ୍ତ ହନୁମାନ ସବୁବେଳେ ରାମ ନାମରେ ଡୁବି ରହୁଥିଲେ। ତାଙ୍କର ପ୍ରତ୍ୟେକଟି ରୋମ ରୋମରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ନାମ ଲେଖା ଥିଲା। ଦିନେ ଦେବର୍ଷି ନାରଦ ଯାଇ ହନୁମାନଙ୍କୁ କହିଲେ, ହେ ଭକ୍ତ ଶିରୋମଣି, ଆଜି ରାଜଦରବାରରେ ଯିବା ପୂର୍ବରୁ ମୋର ଗୋଟିଏ କଥା ମନେ ରଖିବ। ଅଞ୍ଜନୀ ପୁତ୍ର ହନୁମାନ କହିଲେ, ହଁ କହୁନାହାନ୍ତି କ'ଣ? ନା ରାଜସଭାରେ ଉପସ୍ଥିତ ପ୍ରଭୁ ଶ୍ରୀ ରାମଚନ୍ଦ୍ର ତଥା ଅନ୍ୟ ଗୁରୁ ଗୁରୁଜନମାନଙ୍କୁ ସମସ୍ତଙ୍କୁ ଦେଖାହେଲେ ପ୍ରଣାମ କରିବ, ହେଲେ ଗୁରୁ ବିଶ୍ୱାମିତ୍ରଙ୍କୁ ପ୍ରଣାମ କରିବ ନାହିଁ। ଅସଲରେ ସେ ବ୍ରାହ୍ମଣ ନୁହନ୍ତି, ସେ କେବଳ ଋଷିଙ୍କ ବେଶ ଧାରଣ କରିଛନ୍ତି। ଭକ୍ତ ହନୁମାନ କେଜାଣି କେମିତି ନାରଦଙ୍କ ମାୟାରେ ବିଶ୍ୱାସ କରିନେଇ ଭାବିଲେ, ନାରଦ ଦେବତାଙ୍କର ଋଷି ଯେତେବେଳେ ସେ ବା କାହିଁକି ଭୁଲ କହିବେ? ସେ ଯାହା କହୁଛନ୍ତି ଅବଶ୍ୟ ସତ୍ୟ ହିଁ କହୁଛନ୍ତି। ହଉ, ଏଇ କଥାକୁ ମାନିନେଲେ। ସେଦିନ ରାଜଦରବାରରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ତାଙ୍କର ନିଜ ସିଂହାସନରେ ବିରାଜମାନ ଥିଲେ। ମନ୍ତ୍ରୀ ତଥା ଅନ୍ୟ ସମସ୍ତେ ଋଷି ମୁନି ଗୁରୁ ଗୁରୁଜନ ଆଦି ସମସ୍ତେ ନିଜ ନିଜର ଆସନରେ ବସି କିଛି ଆଲୋଚନା କରୁଛନ୍ତି। ଠିକ୍ ସେହି ସମୟରେ ଭକ୍ତ ଶିରୋମଣି ହନୁମାନ ପ୍ରବେଶ କରିଲେ। ପ୍ରଥମେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଶ୍ରୀଚରଣରେ ପ୍ରଣାମ ନିବେଦନ କଲେ। ଆଉ ଉଚ୍ଚତର ଆଉ ଋଷି ବିଶ୍ୱାମିତ୍ରଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ସେ ଆଦରପୂର୍ବକ
ପ୍ରଣାମ ନିବେଦନ କଲେ। ତାଙ୍କ ଭିତରେ ବସିଥିବା ଋଷି ବିଶ୍ୱାମିତ୍ରଙ୍କୁ ପ୍ରଣାମ କଲେ ନାହିଁ। ଏମିତି ବ୍ୟବହାରରେ ବିଶ୍ୱାମିତ୍ରଙ୍କୁ ବଡ଼ ଅପମାନିତ ଲାଗିଲା। ତାଙ୍କର ଏମିତି ଅପମାନକୁ ସେ ସହି ନ ପାରି ତୁରନ୍ତ ସେ ଅତି କ୍ରୋଧାନ୍ୱିତ ଜର୍ଜରିତ ହୋଇ ଛିଡ଼ା ହୋଇଗଲେ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କହିଲେ, ହେ ରାମ, ତୁମର ଏଇ ନମ୍ର ସେବକର ଧୃଷ୍ଟତା ଦେଖିଛ କି? ସେ କିପରି ପୁରା ରାଜସଭାରେ ମୋତେ ଅଣଦେଖା କରି ସମସ୍ତଙ୍କୁ ପ୍ରଣାମ ନିବେଦନ କଲେ, ମୋତେ ଏତେ ଭାବରେ ଅପମାନିତ କଲେ। ପ୍ରଭୁ ଶ୍ରୀରାମଚନ୍ଦ୍ର କହୁଛନ୍ତି, ଗୁରୁଦେବ ଶାନ୍ତ ହୁଅ, ଶାନ୍ତ ହୁଅ ଗୁରୁଦେବ, ମୁଁ ହନୁମାନଙ୍କୁ ଏହାର କାରଣ ପଚାରୁଛି। ଋଷି ବିଶ୍ୱାମିତ୍ରଙ୍କ କ୍ରୋଧ ଆହୁରି ବଢ଼ିଗଲା। କହିଲେ, ଆପଣ ଏହାକୁ ନିଜ ଆଖିରେ ଦେଖିଛନ୍ତି, ପୁଣି ପଚାରିବାର ଆବଶ୍ୟକତା କ'ଣ ଅଛି? ମୁଁ ଋଷି ବିଶ୍ୱାମିତ୍ର ଆପଣଙ୍କୁ ଆଦେଶ ଦେଉଛି, ତାଙ୍କୁ ଏଇ କ୍ଷଣି ଦଣ୍ଡ ଦିଅ। ଆଉ ଏଇ କ୍ଷଣି ନାଟ ଲଗାଇଥିବା ନାରଦ ମୁନି ତୁରନ୍ତ ସଭାରେ ଉପସ୍ଥିତ ହେଲେ। ଆଉ ଋଷି ବିଶ୍ୱାମିତ୍ରଙ୍କ କଥାରେ ସହମତି ପ୍ରକାଶ କରି କହିଲେ, ପ୍ରଭୁ, ମହାମୁନି ବିଶ୍ୱାମିତ୍ର ଠିକ୍ କହିଛନ୍ତି। ଭକ୍ତ ହନୁମାନ ତାଙ୍କୁ ସିଧାସଳଖ ଦରବାରରେ ଘୋର ଅପମାନିତ କରିଛନ୍ତି। ତାଙ୍କର ଏହି ଦୋଷ ପାଇଁ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ। ଦେବର୍ଷି ନାରଦଙ୍କ କଥା ଶୁଣି ହନୁମାନ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ। ପୂର୍ଣ୍ଣ ରାଜ ଦରବାରରେ ତାଙ୍କର ଏପରି ଅବସ୍ଥା ଦେଖି ସେ କିଛି ବି କହିପାରିଲେ ନାହିଁ କି ନିଜକୁ କିଛି ପ୍ରମାଣିତ କରିପାରିଲେ ନାହିଁ। ଭାବିଲେ, ଆରେ ଇଏ ସେଇ ନାରଦ ତ, ଯିଏ ମୋତେ ଏଇ ପରାମର୍ଶ ଦେଇଥିଲା। ଆଉ ମୁଁ ବି ମୂର୍ଖ, ଏପରି କରିଛି ତାଙ୍କରି କଥାରେ। ବର୍ତ୍ତମାନ ମୋତେ ସୁରକ୍ଷା ଦେବା ପରିବର୍ତ୍ତେ ମୋତେ ଦଣ୍ଡ ଦେବାକୁ ରାଜି ହୋଇଛନ୍ତି। ନାରଦଙ୍କର ଏହି ଚରିତ୍ର ସହଜରେ ଧରା ପଡ଼େ ନାହିଁ। ଦୁଇ ଜଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରି ସେମାନଙ୍କ ଭିତରେ କଳି କରାଇବାରେ କେଉଁ ଆନନ୍ଦ ପାଆନ୍ତି କେବଳ ସେ ହିଁ ଜାଣନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ର କିଛି କହିବା ପୂର୍ବରୁ ନାରଦ ପୁଣି ଥରେ କହିଲେ, ପ୍ରଭୁ, ଏହି ବିଷୟରେ ଥରେ ମନରେ ଚିନ୍ତା କରନ୍ତୁ, ଆଉ ଆସନ୍ତାକାଲି ଦଣ୍ଡ ଦିଅନ୍ତୁ। ଏଭଳି ପରିସ୍ଥିତିରେ ହଠାତ୍ ହନୁମାନଙ୍କୁ ତାଙ୍କ ଉତ୍ତେଜିତ ଅବସ୍ଥାରେ ଦଣ୍ଡ ଦେବାଟା ଠିକ୍ ନୁହେଁ। ଦେବର୍ଷି ନାରଦଙ୍କର ଅନୁରୋଧ, ଏହି ପରାମର୍ଶ ସମସ୍ତେ ଗ୍ରହଣ କରି କହିଲେ, ଠିକ୍ କହୁଛନ୍ତି ଆପଣ। ଆଉ ଦରବାରକୁ ସେଇଠି ସ୍ଥଗିତ ରଖାଯାଉ। ପରଦିନ ହନୁମାନର ଦଣ୍ଡବିଧାନ କରାଯିବ। ସେଦିନ ରାତିରେ ହନୁମାନ ନାରଦଙ୍କ ପାଖକୁ ଆସି କହିଲେ, ଦେବର୍ଷି, ଆପଣ ମୋ ସହିତ ଛଳନା କଲେ। କେଉଁ ଖେଳ ଖେଳୁଛନ୍ତି ମୋ ସାଙ୍ଗରେ? ମୋତେ ହତ୍ୟା କରି ତୁମେ କ'ଣ ପାଇବ? ମୁଁ ଯାହା କରିଛି କେବଳ ତୁମର କହିବା ଅନୁସାରେ ମୁଁ କରିଛି। ଏବେ ମୋତେ କିଏ ରକ୍ଷା କରିବ? ନାରଦ ହସି ହସି କହିଲେ, ହନୁମାନ, ଜମାରୁ ବି ନିରାଶ ହୁଅ ନାହିଁ, ବ୍ୟସ୍ତ ହୁଅ ନାହିଁ। ମୁଁ ଯାହା ବି କହୁଛି କରୁଛି, ସେଥିରେ ତୁମେ କରିଥିବା କାର୍ଯ୍ୟ ପାଇଁ ତୁମର କୌଣସି କ୍ଷତି ହେବ ନାହିଁ, ବରଂ ତୁମର ଜୟଗାନ କରାଯିବ। ନାରଦଙ୍କର କଥା ସେତେବେଳେ ହନୁମାନଙ୍କ ମୁଣ୍ଡରେ କିଛି ବି ବୁଝା ପଡ଼ୁନଥାଏ। ନାରଦ ହନୁମାନଙ୍କୁ କହୁଛନ୍ତି, ଏଥର ମୁଁ ଯେପରି ଯେପରି କହୁଛି ତୁମେ ସେହିପରି କରିବ। ଆସନ୍ତାକାଲି ସକାଳେ ସରୟୁ ନଦୀ କୂଳରେ ରାମ ନାମ ମନ୍ତ୍ର ଜପ କରିବ, ଆଉ ଧ୍ୟାନରେ ବସିବ। ଓଂ ରାମାୟ ନମଃ, ଓଂ ରାମାୟ ନମଃ, ଏହି ନାମ ଏହି ମନ୍ତ୍ର ଜପ କରିବ। କେହି ବି ତୁମକୁ ଡାକିଲେ ବି ଉଠିବ ନାହିଁ। କେବଳ ତୁମର ମନରେ ରାମ ଥିବେ, ଆଉ ତୁମେ ଧ୍ୟାନରେ ମଗ୍ନ ଥିବ, ଆଉ ପ୍ରେମର ସହିତ ଏହି ମନ୍ତ୍ର ଜପ କରି ଚାଲିବ। ତା ପରଦିନ ହେଲା, ସକାଳେ ହନୁମାନ ସେଇଆ କଲେ। ନଦୀ କୂଳରେ ବସି ରାମ ନାମ ମନ୍ତ୍ର ଜପ କରି ଚାଲିଲେ। ଯେତେବେଳେ ରାଜଦରବାର ଲାଗିଲା, ସେଠି ହନୁମାନ ଉପସ୍ଥିତ ନାହାନ୍ତି। ଆଜି ହନୁମାନଙ୍କୁ ଦଣ୍ଡ ଦିଆଯିବ। ଅନେକ ସାଧୁସନ୍ଥ ବି ଦେଖିବାକୁ ଆସିଛନ୍ତି ଯେ ଭକ୍ତ ଭଗବାନଙ୍କ ପାଖରେ ଦୋଷୀ, ଭଗବାନ ଭକ୍ତକୁ ଦଣ୍ଡ ଦେବେ। ଆଜି କିପରି ଭକ୍ତକୁ ତାର ଆରାଧ୍ୟ ଦେବ ଦଣ୍ଡ ଦେବେ, ଆଉ କି ଦଣ୍ଡ ଦେବେ ଜାଣିବାକୁ ମନରେ ସମସ୍ତଙ୍କର ଆଗ୍ରହ ବ୍ୟାକୁଳତା ଭରି ରହିଛି। କିନ୍ତୁ ଦରବାରରେ ହନୁମାନ ତ ଆସିଲେ ନାହିଁ। ପ୍ରଭୁ ଶ୍ରୀରାମଚନ୍ଦ୍ର ପଚାରିଲେ, ହନୁମାନ କେଉଁଠାରେ ଅଛନ୍ତି? ସେ ଯେ ଏପର୍ଯ୍ୟନ୍ତ ଆସିନାହାନ୍ତି। ଋଷି ବିଶ୍ୱାମିତ୍ର କହୁଛନ୍ତି,
ଆଜି ଆପଣ ଦଣ୍ଡ ଦେବେ ତ? ବୋଧ ହୁଏ ସେଥିପାଇଁ ସେ ଭୟଭୀତ ହୋଇଯାଇଛନ୍ତି। ନାରଦ କହୁଛନ୍ତି, ଏଇ ତ ଟିକିଏ ପୂର୍ବରୁ ମୁଁ ତାଙ୍କୁ ସରୟ ନଦୀ କୂଳରେ ଧ୍ୟାନ କରୁଥିବାର ଦେଖି ଆସିଲି। ପ୍ରଭୁ ଶ୍ରୀ ରାମଚନ୍ଦ୍ର କୁହନ୍ତି, ଆରେ ଏହା ତ ହନୁମାନଙ୍କର ଆଉ ଏକ ଘୋର ଅପମାନ। ଆମେ ନିଜେ ସେଠାକୁ ଯାଇ ହନୁମାନଙ୍କୁ ଦଣ୍ଡ ଦେବା। ତାପରେ ଋଷି ବିଶ୍ୱାମିତ୍ରଙ୍କ ସହିତ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ସାଧୁ ସନ୍ଥ ଓ ମନ୍ତ୍ରୀମାନେ ହନୁମାନଙ୍କୁ ଦଣ୍ଡ ଦେବା ପାଇଁ ନଦୀ ତଟକୁ ଗଲେ। ଏତେ ସବୁ ପରେ ମଧ୍ୟ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭକ୍ତ ବତ୍ସଳ ବାରମ୍ବାର ତାଙ୍କର ଭକ୍ତକୁ ଦେଖି ଆଶ୍ଚର୍ଯ୍ୟ ହେଉଥାନ୍ତି ଯେ ସେ କିପରି ଏହି ମହାନ ଭକ୍ତ ଉପରେ ବାଣ ଚଲାଇବେ, କିପରି ତାଙ୍କୁ ଦଣ୍ଡ ବିଧାନ କରିବେ, ଆଉ ବା ଦେଇ କି ଦଣ୍ଡ ଦେବେ। ବଡ଼ ଚିନ୍ତାର ବିଷୟ। ଅନ୍ୟ ପକ୍ଷରେ ଗୁରୁ ବିଶ୍ୱାମିତ୍ରଙ୍କ କ୍ରୋଧକୁ ମଧ୍ୟ ଭୟ କରୁଥିଲେ। ଯାହା ହେଉ, ଗୁରୁଙ୍କ ସମ୍ମାନ ତ ରକ୍ଷା କରିବାକୁ ପଡ଼ିବ। ସେ ହନୁମାନଙ୍କୁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି ମାନେ ଦଣ୍ଡ ଦେବାକୁ ହିଁ ପଡ଼ିବ। ଯେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ହନୁମାନଙ୍କୁ ଡାକନ୍ତି, ହନୁମାନ ଆଉ ଶୁଣି ନାହାନ୍ତି। ସେ ତ ନାମରେ ମଗ୍ନ ହୋଇଯାଇଛନ୍ତି। ଏଇଭଳି ବାରମ୍ବାର ହନୁମାନଙ୍କୁ ଡାକିବା ଫଳରେ ହନୁମାନଙ୍କର କୌଣସି ପ୍ରତ୍ୟୁତ୍ତର ପାଇନାହାନ୍ତି। ଯେତେବେଳେ କିଛି ସମୟ ଯାଇଛି, ଋଷି ବିଶ୍ୱାମିତ୍ର ଶ୍ରୀ ରାମଚନ୍ଦ୍ରଙ୍କ ଉପରେ ଆହୁରି କ୍ରୋଧାନ୍ୱିତ ହୋଇଛନ୍ତି। ଆପଣ କଥା କମ୍ କହି କାମ ଅଧିକା କରନ୍ତୁ। ଆପଣ ତାଙ୍କୁ ଦଣ୍ଡ ଦେବା କଥା ଦଣ୍ଡ ଦିଅନ୍ତୁ। ଆପଣଙ୍କ କଥାକୁ ବି ସେ ଅବଜ୍ଞା କରୁଛି। ଶେଷରେ ବାଧ୍ୟ ହୋଇ ପ୍ରଭୁ ଶ୍ରୀ ରାମଚନ୍ଦ୍ର ତାଙ୍କର ଧନୁରେ ତୀର ସଂଯୋଗ କରି ହନୁମାନଙ୍କ ଉପରକୁ ଚଳାଇଲେ। କିନ୍ତୁ ହନୁମାନଙ୍କର ଶରୀର ପୂର୍ବରୁ କିଛି ଦୂରରେ ସେ ବାଣ ଅଟକିଗଲା। ଯେତେବେଳେ ତୀର ଯାଇ ହନୁମାନଙ୍କ ପାଖରେ ପହଞ୍ଚୁଛି, ସେ ତୀର ସବୁ କୁଆଡ଼େ ବିଫଳ ହୋଇଯାଉଛି। ଅନ୍ୟପକ୍ଷରେ ରାମଙ୍କ ତୀରର ପ୍ରଭାବ ଭକ୍ତ ହନୁମାନ ଜପୁଥିବା ନାମ ଆଗରେ ସବୁ ମୁଣ୍ଡ ନୁଆଁଇ ଫେରି ଆସୁଛନ୍ତି। ଏହା ଦେଖି ଋଷି ବିଶ୍ୱାମିତ୍ର ଆହୁରି କ୍ରୋଧାନ୍ୱିତ ହୋଇଗଲେ। କହିଲେ, ହେ ରାମ, ତୁମର ଶସ୍ତ୍ରରେ ଆଉ ଆଗ ଭଳି ଶକ୍ତି ନାହିଁ ବୋଧେ। ଏହା ଦେଖି ପ୍ରଭୁ ଶ୍ରୀ ରାମଚନ୍ଦ୍ର ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ହନୁମାନ ଏଇ କି ପ୍ରକାର ଶକ୍ତି ପାଇଛନ୍ତି? ଅନେକ ପ୍ରୟାସ ପରେ ବି ସବୁ ବୃଥା ହେବା ଦେଖି ଋଷି ବିଶ୍ୱାମିତ୍ର ଆହୁରି କ୍ରୋଧାନ୍ୱିତ ହୋଇ କହିବାକୁ ଲାଗିଲେ ଯେ ତାଙ୍କ ଭକ୍ତକୁ ବଞ୍ଚାଇବା ପାଇଁ ରାମ ଜାଣିଶୁଣି ତାଙ୍କର ସ୍ୱରକୁ ଏପରି ବଳହୀନ କରି ଦେଉଛନ୍ତି। ଋଷି ବିଶ୍ୱାମିତ୍ର ଅତ୍ୟନ୍ତ ବିକ୍ଷିପ୍ତ ହୋଇ ରାମଚନ୍ଦ୍ରଙ୍କୁ ଅତ୍ୟନ୍ତ କଟୁ ବଚନ କହିବାରୁ ପ୍ରଭୁ ରାମଚନ୍ଦ୍ର ବାଧ୍ୟ ହୋଇ ଯେତେବେଳେ ବ୍ରହ୍ମାସ୍ତ୍ର ଗ୍ରହଣ କଲେ ହନୁମାନଙ୍କ ଉପରକୁ ନିକ୍ଷେପ କରିବା ପାଇଁ, ସେତେବେଳେ ମହର୍ଷି ନାରଦ ତୁରନ୍ତ ଯାଇ ଋଷି ବିଶ୍ୱାମିତ୍ରକୁ ଅନୁରୋଧ କରନ୍ତି। କୁହନ୍ତି, ଯଦି ରାମଙ୍କ ବ୍ରହ୍ମାସ୍ତ୍ର ମୁକ୍ତ ହୁଏ, ତେବେ ହନୁମାନଙ୍କ ସହିତ ଏ ସମଗ୍ର ବିଶ୍ୱରେ ସବୁ ବିନାଶ ହୋଇଯିବ। ହେ ଋଷି ଶ୍ରେଷ୍ଠ, ହନୁମାନଙ୍କୁ ପାରିବେ ତ କ୍ଷମା କରିଦିଅନ୍ତୁ। ତାପରେ ଋଷି ବିଶ୍ୱାମିତ୍ର ଭୟଭୀତ ହୋଇ କହିଥିଲେ, ହେ ରାମ, ବ୍ରହ୍ମାସ୍ତ୍ରକୁ ନିଜ ତୁଳିରରେ ଫେରାଇ ଆଣ। ମୁଁ ହନୁମାନଙ୍କୁ ଆଉ ତାର ଅବାଧ୍ୟତାକୁ କ୍ଷମା କରିଦେଲି। ଏହା ଶୁଣି ଭକ୍ତ ହନୁମାନ ବି ରକ୍ଷା ପାଇଲେ, ଆଉ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବି ଚିନ୍ତାମୁକ୍ତ ହେଲେ। ଆଉ ଭକ୍ତ ହନୁମାନ ଆସି ବିଶ୍ୱାମିତ୍ରଙ୍କ ଠାରୁ କ୍ଷମା ପ୍ରାର୍ଥନା ମାଗି ଯେତେବେଳେ ନାରଦକୁ ଚାହିଁଲେ, ନାରଦ ହସିଦେଇ କହିଲେ, ଏ ସବୁର ମୁଖ୍ୟ କାରଣ ହେଉଛି ପ୍ରଭୁ ମୁଁ। ଏ ସାରା ମାନବ ଜଗତକୁ ମୁଁ ଏଇଆ ଜଣାଇ ଦେବାକୁ ଚାହିଁଥିଲି ଯେ ଆପଣଙ୍କ ଠାରୁ ଆପଣଙ୍କ ନାମର ମହିମା ଅଧିକ, ତାର ଶକ୍ତି ବି ଅଧିକ, ଯାହା ଆଜି ପ୍ରମାଣିତ ହୋଇ ସ୍ପଷ୍ଟ ହୋଇଯାଇଛି। ସର୍ବଦା ନାମ ମନନ ଦ୍ୱାରା ମନୁଷ୍ୟ ଅସମ୍ଭବ ଶକ୍ତିର ଅଧିକାରୀ ହୋଇ ଉଠେ। ତେବେ ବନ୍ଧୁଗଣ, ଏହି ସତନାମ ନିରନ୍ତର ଆମେ ଜପ କରି ଯେଉଁ ସ୍ତରରେ ପହଞ୍ଚି ପାରିବା, ତାହା କେହି ଅନୁମାନ ବି କରିପାରିବେ ନାହିଁ। ପରମ ଦୟାଲ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ନାମକୁ ଅତି ଜୋରର ସହିତ କହିଛନ୍ତି, ତୁମେ ନାମ କର। ଯଦି ସୁଖ ଚାହୁଁ, ଶାନ୍ତି ଚାହୁଁ, ସ୍ୱାସ୍ଥ୍ୟ ଚାହୁଁ, ତେବେ ନାମ କର। ଯେଉଁଠାକୁ ଯିବୁ, ଯାହାକୁ ଦେଖିବୁ, ଯେମିତି କରି ପାରିବୁ ତାକୁ ନାମ ଦେବୁ, ନାମ ପ୍ରଚାର କରିବୁ।
ଯଦି ନାମ ଭୁଲି ଯାଉ, ଯଦି ନାମ ଭୁଲି ଯାଉ, ଯେଉଁଥିରେ ତୁ ହୋଇଛୁ, ଯେଉଁଥିରେ ଜୀବନ ପାଇଛୁ, ତାହା ଯଦି ଭୁଲି ଯାଉ, ତେବେ ଅନନ୍ତ ଅନନ୍ତ ଜନ୍ମରେ ବି ପାଇବୁ ନାହିଁ। ତେବେ ବନ୍ଧୁଗଣ, ଏହି ସତନାମର ବିଷୟବସ୍ତୁଟି ଆପଣମାନଙ୍କୁ ଭଲ ଲାଗିଥିଲେ ଆମକୁ ଲାଇକ୍ଟିଏ କରନ୍ତୁ, କମେଣ୍ଟ ସେକ୍ସନରେ ଜୟଗୁରୁ ଲେଖି ଜଣାନ୍ତୁ। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍କୁ ପ୍ରେସ୍ କରନ୍ତୁ। ତେବେ ଆସନ୍ତୁ, ଆଜିର ବିଷୟବସ୍ତୁରେ ଏତିକି। ପୁଣି କାଲି ଆଉ ଗୋଟିଏ ସୁନ୍ଦର ଆଧ୍ୟାତ୍ମିକ ବିଷୟବସ୍ତୁଟିଏ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।